କହିଲେ କେମିତି ଜାଣିବ? କହିଲେ କଳିଯୁଗ ନାରୀ ମାନେ ବିଧର୍ମୀ ହୋଇବେ, ପର ପୁରୁଷରେ ମନ, ପର ପୁରୁଷରେ ମନ। ଲକ୍ଷ୍ମୀ କଳା କାଠି ଟିକିଏ ନଥିବ, ଜାଣିବୁ ରେ ଶିଷ୍ୟ ମୋର, ଜାଣିବୁ ରେ ଶିଷ୍ୟ ମୋର। ତେଣୁ କଳିଯୁଗ ନାରୀମାନଙ୍କୁ କେମିତି ଜାଣିବ? ସୌଭାଗ୍ୟବତୀ ଆଉ ବା ସୁଲକ୍ଷଣୀ, ଆଉ ଆର ଜଣଟି ହେଲେ ଅଲକ୍ଷଣୀ। ଲକ୍ଷ୍ମୀ କଳା ଆଉ ଜଣେ ହେଲା ଅଲକ୍ଷ୍ମୀ କଳା। କହିଲା ବାର ବାର କରି ଥର ଥର କରି ଲବଣ ସେ ପକାଇବେ, ସ୍ୱାଦର ଚାଖିବା ଯେପରି ଅଟଇ ସେଇମାନେ ଚାଖୁଥିବେ। ସେଇମାନେ ଦେଖିବେ ଯେଉଁମାନେ ଅଲକ୍ଷ୍ମୀ କଳା ଯାହାଠି ଥିବ, ଯେକୌଣସି ଜିନିଷ ସିଏ ରାନ୍ଧୁଥିବେ ବାର ବାର କରିକି ଅଇଁଠା କରିକି ଚାଖୁଥିବେ। ତେଣୁ କହିଲା ଚାଖୁଥିବୁ, ଚାଖିଲା ଭଳିଆ ଦେଖୁଥିବୁ। କାହାକୁ ନା ତମକୁ ଗୋଟେ ଟେଷ୍ଟଟା କିଏ କହିବ? କହିଲା ଲୁଣ ନଥିଲେ ସ୍ୱାଦ ନାହିଁ। ସେଇଭଳି ଏଇ କଳି ଯୁଗରେ ଅଲକ୍ଷଣୀ ନାରୀମାନଙ୍କୁ କେମିତି ଚିହ୍ନିବ? ସେଇ ଲୁଣରେ ଚିହ୍ନିବ ବୋଲି ଲେଖା ରହିଛି। କହିଲା ଲୁଣ ପକେଇବେ ଯେକୌଣସି ଖାଦ୍ୟ ପଦାର୍ଥରେ, ହେଲା କି ନାହିଁ ସେମାନେ ବାର ବାର କରିକି ଅଇଁଠା କରିକି ଚାଖୁଥିବେ। ମାନେ ଗୁରୁଜନ ବା ଯେଉଁ ଅଗ୍ନିରେ ପାକଟା ରୋଷେଇ ହେବ ତା ଦେହରେ ସିଏ ବି ଖାଇବନି, ଏମାନେ ଖାଇବେ। ତେଣୁ ଏମାନଙ୍କୁ ଜାଣିବୁ ଅଲକ୍ଷଣୀ ନାରୀ ବୋଲି ଶାସ୍ତ୍ର କହିଲା। ଏମାନଙ୍କଠି ଲକ୍ଷ୍ମୀ କଳା ନାହିଁ। କହିଲେ ଦେବୀ କଳା ତାଙ୍କ ଦେହରେ ନଥିବ, ରାକ୍ଷସୀ ଅଟଇ ସେହି, ଏପରି ନାରୀ କି ଚିହ୍ନି ରଖିଥିବୁ, କଳିରେ ଅଟନ୍ତି ଯାଇ। ମାନେ ସେମାନଙ୍କଠି ଦେବୀ କଳା ନଥିବ, ରାକ୍ଷସ ପ୍ରକୃତି ହେଇଥିବେ, ରକ୍ତ ଶୋଷିକି ଖାଉଥିବେ। କହିଲେ କୋଉ ରକତ? କହିଲା ରକତର କଳା ନାଲି ସେ ନୁହଁଇ, ଧବଳ ରକତ ସେହି। ଧଳା ରକ୍ତ ବୋଲି ଲେଖା ରହିଛି, ଧଳା ରକ୍ତ ଶରୀରରୁ କୋଉଠି ଅଛି ଜାଣିଥିବ, ସେଇ କଥାଟି କୁହାଯାଇଛି। ତେଣୁ ଏଇ କଳି ଯୁଗରେ ନାଇଁ ଯୋଉଟା କହିଲ ଲୁଣ ଯେଉଁମାନେ ପକେଇକି ବାର ବାର ଚାଖିବେ, କ'ଣ ସେମାନେ ସବୁ ସୁଲକ୍ଷଣୀ ନୁହନ୍ତି, ଅଲକ୍ଷଣୀ? ଠିକ୍ ଅଛି, ସୁଲକ୍ଷଣୀ କାହାନ୍ତି? ସମସ୍ତେ ଯଦି ସତୀ ହେବେ ଆଉ ଅସତୀ ଆସିଲେ କୋଉଠୁ? ସଂସାରଟା ତ ସତୀମୟ ହେଇଯିବ। ଯଦି ସଂସାରଟି ସତୀମୟ ହେଇଯାଇଥାନ୍ତା ତାହେଲେ ଯେଉଁ ପୁରାଣରେ ପଞ୍ଚସତୀ କଥା ଲେଖିଦେଲେ, ସତ୍ୟ ତ୍ରେତୟା ଦ୍ୱାପର କଳି ପର୍ଯ୍ୟନ୍ତ ସତୀରାକ ଦେଖିଲେ ପଞ୍ଚସତୀ ପୋଥି ପୁରାଣ ସବୁଥିରୁ ପାଲା ଦାସକାଠିଆରେ କୁହନ୍ତି। ତାହେଲେ କଳିଯୁଗରେ କେତେଟା ସତୀ ରହିଛନ୍ତି? କାହା କଥା ଲେଖା ହେଇଛି? ବଛା ହବ। ଲୁଣରେ ଯେମିତି ଲୁଣଟା ଯେକୌଣସି ଖାଦ୍ୟରେ ପଡ଼ିଲେ ଯେମିତି ତା ଟେଷ୍ଟ, ତା ମାନଟା ଯେମିତି ଦେଖାଯାଏ, ସେମିତି କଳିଯୁଗର ନାରୀମାନଙ୍କୁ ଚିହ୍ନିବ ଏଇ ଲୁଣରୁ। ପ୍ରଥମ କରି ଲେଖା ହେଇଛି ଲୁଣରେ ଯେପରି ରୋଷେଇ କରାଯାଉଛି, ବାର ବାର କରି ବା ଥର ଥର କରି ଚାଖୁଥିବେ ସେମାନେ ହେଲେ ଯେଉଁମାନେ ଚାଖନ୍ତି, ଖାଆନ୍ତି ଆଗ। ସେମାନେ କ'ଣ ସୁଲକ୍ଷଣୀ? ଲକ୍ଷ୍ମୀ କଳା ତାଙ୍କଠି ଅଛି? ସେମାନଙ୍କୁ କୁହାଗଲା କୁଳ ଅଲକ୍ଷଣୀ। ଆଜିକାଲି ଦେଖୁଥିବ ସୋସିଆଲ ମିଡ଼ିଆରେ ହେଇ ଯେଉଁମାନେ ହଉଛନ୍ତି, ସେରା ସୁଲକ୍ଷଣୀ କି ଅଲକ୍ଷଣୀ ସେଇଟା କମେଣ୍ଟ ଯେଉଁମାନଙ୍କର ଦିଆଯାଉଛି ସବୁ ଦେଖୁଥିବେ ହେଲା। ଆଉ ନାରୀଙ୍କ କଥା କ'ଣ କହିବା? ସେ ପରା ଲୁଣରୁ ବାଛି ହେଇଯାଇଛି, ଲୁଣ ଦେହରୁ ବଛା ହେଇଯାଇଛି। ଆଉ ଲୁଣଟା ସାଧାରଣ କଥା ନୁହଁ, ପୁରାଣ ବର୍ଣ୍ଣିତ କଥା, ଇତିହାସ ବି କହିଛି। ଲବଣ ସତ୍ୟାଗ୍ରହ ଗୋଟେ ଥର ହେଇଥିଲା 1930 ମସିହାରେ। ସେଇ ଲୁଣକୁ କାହିଁକି କହିଛି?
ଆଚ୍ଛା, ଆମର ଯେଉଁ ଆୟୋଡିନ୍ ଦିଆଯାଉଛି, ଆୟୋଡିନ୍ଟା କାହିଁକି ଦିଆଗଲା ଲୁଣ ଦିହରେ? ଏତେ ତ ଖାଦ୍ୟ ଅଛି, ଲୁଣରେ କାହିଁକି ଦିଆହେଲା? ତାର ତତ୍ତ୍ୱ ରହିଛି ଅନେକ। ଆଉ ପଛରେ ଆଲୋଚନା କରିବା। ହଉ ଭାଇମାନେ, ଆଜି ଲୁଣ ବିଷୟରେ ଭିଡ଼ିଓରୁ ସତୀ ଅସତୀ ବା ଲକ୍ଷ୍ମୀ କଳା ଅଲକ୍ଷ୍ମୀ କଳା କାହାଠି ରହିଛି କେମିତି ଜାଣିବ? ଆପଣ ଯେଉଁ ରୋଷେଇ କରୁଛନ୍ତି, ସ୍ୱାଦ ଟେଷ୍ଟଟା କରୁଛନ୍ତି, କେମିତି ଜାଣୁଛନ୍ତି? ଲୁଣଟାକୁ ଚାଖିଦେଲେ ଜାଣିଛନ୍ତି, ସେମିତି ଚାଖିଦେବେ, ସେଇଭଳି ଜାଣିଦେବେ ଯେ ନାରୀଟି ସୁଲକ୍ଷଣୀ କି ଅଲକ୍ଷଣୀ। କଳିଯୁଗ ନାରୀ, ତାଙ୍କ ବିଷୟରେ ବି ଲେଖାଯାଇଛି, ଲୁଣରେ ପରୀକ୍ଷା କରାହେଇଯାଇଛି ଖାଦ୍ୟ ଭଳିଆ। ସେମାନେ ବାର ଯେଉଁ ଥର କରି ଚାଖିଲେ, ନୀତିରେ ଅନୀତି ପଶେଇଛନ୍ତି। ତେଣୁ ତାଙ୍କମାନଙ୍କୁ ଲେଖାଯାଇଛି ସେମାନେ ଦେବ କଳାରେ ନାହାନ୍ତି କି ଦେବୀ କଳାରେ ନାହାନ୍ତି, ଦାନବୀ କଳାରେ ଆସିଛନ୍ତି। ରକତ ଶୋଷିକି ଖାଉଛନ୍ତି। ରକତ ବୋଲିକି ଯାହାକୁ କହି ସେ ଧବଳ ରକ୍ତଟି ବୋଲାଇ ସାଧାରଣ ଲୋକର ଅସାଧାରଣ କଥାଟି ଭାଇ ରଖିଲି। ଭିଡ଼ିଓଟି ଦେଖିବେ, ସେୟାର ଲାଇକ୍ ଯାହା କରିବା କଥା କରିବେ। ଆଲୋଚନା ପଡ଼ିଥିଲା କଳିଯୁଗ ନାରୀଙ୍କ ବିଷୟରେ। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯେଉଁ ଥେଇ ହେଇଯାଉଛନ୍ତି, ଆପଣମାନେ ଜାଣୁଥିବେ। ସୁଲକ୍ଷଣୀ ନାରୀ କେତେବେଳେ ବିଭତ୍ସ ରହିକି ଆସନ୍ତିନି। ଅଲକ୍ଷଣୀ ନାରୀମାନେ ବିଭତ୍ସ ହୁଅନ୍ତି। କେଉଁମାନେ? ଉତୁପାତିଆ। ଚିହ୍ନି ରଖି ବେଳ ଥାଉଁ ଧରି ଧର। ହଉ। ବେଳ ଥାଉଁ ବନ୍ଧ ବନ୍ଧରେ କୁମର, ପୁରୀ ରହୁ ସରୋବର। ନୀର ଶୁଖିଗଲେ ତୋ ହଂସା ଉଡ଼ିବ, ପିଣ୍ଡ ହେବ ନାର ଖାର। ବେଳରୁ ଧରି ଧର।